नमस्कार जय श्री जगन्नाथ दर्शक बंधु मुंदे बानंद आपको स्वागत करुच्ची आज नूतन अध्याय को दर्शक बंधु आप निश्चय जानी सारे आम सहित आज जोड़ी होती तानेश्वरी पीठर पीठाधीश बाबा आदित्य नारायण नंद सीधा सड़क बाबा सहित कथा अनेक घटना घटी सारा अनेक घटना घटवा जाऊँगी सीधा सड़क बाबा सहित कथा बाबा आपको आम चैनल को स्वागत और प्रणाम बाबा आप आम चैनल सहित किछि दिन हम आमर देखा साक्षात होता प्रथम थर बहुत दिन पर साक्षात्कार आम दर्शक बंधु मान बाबा कौन कहे କିଛି ନାହିଁ ସର୍ବେ ଭବନ୍ତୁ ସୁଖିନ ଆଉ ସାଧୁ କିଛି କହିବ ନାହିଁ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟମ୍ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମାମ୍ କଶ୍ଚିତ୍ ଦୁଃଖ ଭାବକୁ ଏତିକି ଆମର ଜଗତ ପାଇଁ ଉକ୍ତି ଆଉ କିଛି ନାହିଁ ଆଠୁ ବେଶୀ ଯଦି କିଏ କହୁଛି ତା ପାଇଁ କି କଣ୍ଟ୍ରୋଭର୍ସି ସୃଷ୍ଟି ହଉଛି। किंतु बाबा मालिका विषय जो सब महापुरुष ठारगार देइछन्ती आमे से ठारगार विषय बाबा आपण कोन कहबे ଅଚ୍ୟୁତାନନ୍ଦ କଣ ଆସିକିରି ଆଙ୍କ ସ୍କ୍ରିନରେ ସ୍କ୍ରିନ୍ ଡେଲିଭରି କରୁଛନ୍ତି କି ଠାରରେ ଆମେ କହିବା ତାହେଲେ ଠାର କିଛିଟା ଅଛି ମହାପୁରୁଷ ଗଲେଣି 500 ବର୍ଷ ତଳୁ ତାହେଲେ କଣ ସେ ଠାର ମାନେ ଠାରଟାକୁ କିଛି ଶବ୍ଦ ଭାବରେ ପ୍ରକାଶ କରିଛନ୍ତି। ଗୋଟେ ଠାର ଶୁଣ ଅରେ ଆଇଲା ଆରେ ଗଲା ଇ କଥା କେହି ଜାଣି ନହିଲା ଏଇଟା ହଉଛି ଠାର। ଆର ଅର୍ଥ କଣ ବାକୁ ବଟା ମାରୁଛି ବିହିରେ କେହି ନ ଜାଣି ପାରୁଛି ଏଇଟା ହଉଛି ଠାର। ଆଉ ଅନ୍ୟମାନେ ଯଦି କିଛି ଠାର ଜାଣିଥିବେ କହିବେ ମାନେ ଠାର କହିଲା ବାଲା ପୁରୁଣା ବାବାଜୀ ସବୁ ଚାଲିଗଲେଣି ତାହେଲେ ଠାରଟା ତମେ କେମିତି ପ୍ରକାଶ କରିବ ଯୋଉଟା ନ ଜାଣିଛ ତାକୁ କୁହନି बाबा गारटा ଗାର 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 11 11କୁ ଗୁଣିବୁ 11 11 କରିଣ ଅଙ୍କ ଠିକ କରିବୁ 11 11 ହଇଲେ ଅଙ୍କ ହଇବ ଠିକ ତେବେ ରାମଚନ୍ଦ୍ର ଜାଣିବୁ କଳଙ୍କିର ପ୍ରତ୍ୟକ୍ଷ ଦ୍ୟାଟ୍ ଇଜ ଗାର 11 11 ମିଶିଲେ ହେବ 24 ଠୁଳ ଶୂନ୍ୟ ପରେ ଅଚ୍ୟୁତ ଲୀଳା କରିବ ଅବଶ୍ୟ ताले आमे एटा जानिबा 11 आइला 11 गला गार गारକୁ କିଛି ଜାଣି ନହିଲା କେଉଁ ଗାରେ ପିଣ୍ଡ ପରାଣ ଯାଏ କେଉଁ ଗାରେ ନାମ ଭଜିଣ ଥାଏ କେଉଁ ଗାରକୁ ତୁ ଧରରେ 11 11 ଗୁଣିନ ଅଙ୍କକୁ ଠିକ କରି କହେ ଅଚ୍ୟୁତ ଛାଡ଼ ଏଇଟା ଗାର ଅଙ୍କ ରବି ସମ 2 ବିନ୍ଦୁରେ ବସା ଊର୍ଧ୍ୱେ ରଖ ନବଗ୍ରହ ତାରକ ଦଣ୍ଡକୁ କୁଣ୍ଡଳୀ ମଧ୍ୟରେ ପଞ୍ଚଭୂତ ଖଞ୍ଜି ଦିଅ ତପନ ନାମରେ ତର୍ପଣ କରିବୁ ଊର୍ଧ୍ୱେ ସପ୍ତଶ୍ରୀ ମଣ୍ଡଳ ତ୍ରୟ ତତ୍ତ୍ୱ ଆମେ 4 ଶୂନ୍ୟ ଥିଲେ ସମୁଦ୍ର ଲଙ୍ଘିବ କୂଳ ଦ୍ୟାଟ୍ ଇଜ ଅଙ୍କ ଭବିଷ୍ୟତ बाबा ताले एटा आपण ପୂର୍ବ ସମୁଦ୍ର ଲୁଣା ମାଡ଼ି ନ ଆସିବ 22 ପାବ ଛିମିନ ରତ୍ନ ସିଂହାସନରେ ବରୁଣ ଦେବତା ନଥିବେ ଚକା ନୟନ ଦ୍ୟାଟ୍ ଇଜ ଭବିଷ୍ୟତ ନାରୀ ମାନେ ଉଗ୍ର ହେବେ ପୁରୁଷକୁ ହତ ମାନ୍ୟ କରିବେ ଦ୍ୟାଟ୍ ଇଜ ଭବିଷ୍ୟତ ठार गार आ अंक आ भविष्यत ମାଳିକା ମାଳିକା କଣ ବହୁତ ବେପାର ବେପାର ମାନେ ଯୋଉମାନେ ରାସ୍ତା କଡରେ ଅଣ୍ଡା ବିକୁଥିଲେ ରାତାରାତି ସେମାନେ ବାବାଜୀ ହେଇଗଲେ ଭେକ ବାନା ନ ଧରିକି କୂଳ ଗୋତ୍ର ବି ରହିଲାନି ଏମିତି ବାବାଜୀ ସଂଖ୍ୟା ବଢିଲେ ଯୋଉ ଜିନିଷ ଆମ ଜୀବନରେ ଆମେ 20-25 ବର୍ଷ କାଳ ଗୁରୁଙ୍କ ପଛରେ ଗୌଡେଇକିରି ମାଡ ଗାଳି କସରତ ଖାଇକିରି ଆମେ ଯୋଉ ପରିଶ୍ରମ କରିଥିଲୁ କିଛି ମୂଲ୍ୟ ରହିଲାନି जो बढ़ी जाउछन्ती केमिति कोन ଏଇ ବା ସବୁଠୁ ଚ୍ୟାନେଲ ବୃଦ୍ଧି ପାଇଲା କ୍ୟୁରିସିଟି ଯୋଉ ରହିଲା କଥାରେ ଆଜି ଧ୍ୱଂସ ହବ କାଲି ଧ୍ୱଂସ ହବ ଆଜି ଏଠି ସେଟା ବାହାରିବ କାଲି ସେଟା ଏସବୁରେ କଣ ହେଲା ଲୋକମାନେ ହଠାତ୍ ଗୋଟେ ବିଶ୍ୱାସ ହେଇକିରି ସବୁ ଜାଗାକୁ ଆସିଲେ ସେମାନେ ବିଶ୍ୱାସ ବିହୀନ ହେଲେ ତେଣୁକରି ବର୍ତ୍ତମାନ ଆଗକୁ ଦେଖିବ ଆଉ 2 ବର୍ଷ ଭିତରେ ସାଧୁ ସନ୍ତଙ୍କ ନାଁରେ ଲୋକ ମୁଠାଏ ଭିକିଆ ବି ଦେବେନି ଏ ପରିସ୍ଥିତି ଆଗକୁ ଆସୁଛି ସେଟା ସୁନିଶ୍ଚିତ ଏଥିରେ ଆମେ ବି ମଧ୍ୟ ପ୍ରପୀଡ଼ିତ ହବୁ ଯେହେତୁ ଗୋଟେ ସାଧୁ ମାର୍ଗରେ ଆମେ ଅଛୁ ସେଥିପାଇଁ କି କୌଣସି କଥାରେ ଏଇ ମାଳିକାର କଥାକୁ ନେଇକି ଯେତେ ଗୁଡ଼ିଏ ଚ୍ୟାନେଲ ବାହାରିଲେ ତା ଦେହରେ ବହୁତ କିଛି ଚ୍ୟାନେଲ ବେପାର କରିଦେଲେ ବହୁତ କିଛି ଚ୍ୟାନେଲ ବେପାର କରିଦେଲେ ବେପାର କରିକିରି କ୍ରୋଧ ହିଂସା ଘୃଣା ବନ୍ଦା ତାପସ ରଖିକିରି ମହାପୁରୁଷଙ୍କ କଥାକୁ ଅକଥା କଲେ ଯୋଉ କଥା ନୁହଁ ତାକୁ ସେ କଥା କହିଲେ
मो कहया कथा तुमको आज विनीत अनुरोध एतिकी चैनल रे गोटे गुरुजन हिसाब रे तमे एमिति किछि थंबनेल न दियो माने जोटा कहंती कोन जे आलोच्य विषय दैट इज थंबनेल एमिति किछि थंबनेल न दियो जोथरे लोक माने आतंकित हेबे भयभीत हेबे बा किछि कौतूहलपूर्ण हेबे जहा कथा कथा लोक जेतिक जुण आमे जदि भाबिया महापुरुषଙ୍କ बाणी को समस्त शुणिबे समस्त देखिबे हमर पुलाय माने कोन ये व्यू बढ़िबो सेटा नुह वर्तमान कली जुगरे लोक बापा माँ कथा शुणु नांती जदि स्त्री स्वामी कथा शुणुनी ओलेई गाई हे जाउची स्त्री वर्तमान ओलेई गाई पुरुष वर्तमान बारबुला षंढ जेमती सब क्षेत्र में मुह मारे पुरुष वर्तमान सेमती स्त्री वर्तमान ओलेई गाई कथाकार शुणिबारे नामत्कार एटा माने महापुरुष कथा नहीं कहूँ गाई भला भुला इलाल निरते बेउसा खाई गाई पति जदि गौड़ था एटा पिंडरे अच्छी ब्रह्मांडे अच्छी समाज रे भी एले होउची उचित शासन जदि मिलंता मनीष तो बापा माँ कथा मनीष शुणु ना गुरु कथा शिष्य शुणु ना ताले कौन महापुरुष कथा शुणिबेनी कई एटा हूँ कथा महापुरुष कहले आंभ कथा कई जानी न पारिबे आंभे कहूचु बा जान आमे कहूचु आम कथा कई जानी परिबेनी कृष्ण भावरस नुहे वेदभाष यही उक्ति रे जो माने प्रकृत प्रारब्ध लोक से माने शुणिबे जानिबे हिसाब करिवे माने अनुभव करिवे आ गोटे कथा होची मालिका केते भागरे विभक्त मालिका कौन मालिकार तत्व कौन मालिकार तथ्य कौन मालिका कौन कहूची महापुरुष कौन कहिसंती एमती मालिका को सब प्रकाश करिया पई कि जम्मा कहि नांती ना महापुरुष मालिका को बुली बुली कि आ घरे ता घरे कहूतिले बाबा ये जो पूर्व टिके पूर्व बाबा कहले आपण अनेक बाबा मीडिया माध्यम रे पूरा होइचै करूचंती किंतु बाबा मीडिया को न आसे कि भी अनेक बाबा बुलुचंती अनेक अर्थ रोजगार करूचंती वर्तमान ए कथा कहले बहुत कथा बाहरिबो मु सेति पई कंट्रोवर्सी काम जाउनी मु सरल रे बुझेई दउची आज जो माने सब मीडिया आगे जो माने रोजगार करचंती ସେମାନେ କଣ କରୁଛନ୍ତି ତାଙ୍କଠୁ ସମୁଦ୍ର ଭଳିଆ ରୋଜଗାର କରୁଥିଲେ ଯୋଉମାନଙ୍କର ବିଶାଳ ଧର୍ମ ନାମରେ କଳଙ୍କିତ ବିଶାଳ ସ୍ତୂପ ସବୁ ଭଙ୍ଗା ହେଇକି ପଡିଛି ତମେ ଯାଇକି ଦେଖି ଆସିବ ଆମର ଏଇ ଜଗତସିଂହପୁର ଅଞ୍ଚଳରେ ବହୁତ ପଡିଛି ଯାଜପୁର ଜଗତସିଂହପୁର ଏଇଠି ତ ଠାକୁର ସବୁ ପୁଳା ପୁଳା ଆଉ କଣ ଯାଜପୁର ଜଗତସିଂହପୁର आमर ये खंडगिरी ये भुवनेश्वर भितर सब ठाकुर पुला पुला आ बाहर को ठाकुर जाऊना ये ठाकुर सब बाबाजी ये सब रहीगले आ जिते मालिका पीठ देखिए सब जगतसिंहपुर जाजपुर केन्द्रापड़ा ये सब तो कटक फटक नहीं ये सब एरिया माने आउ साड़ू को खोर्धा फोर्धा आड़े जाऊना माने ये प्रभु एत अनुग्रह करदेले बाबा कौन महापुरुष ये जगतसिंहपुर आ जाजपुर खोर्धा आमर कटक आरी भितर केवल बुली ना सैया बा महापुरुष अच्युतानंद पादरे चली चलिकी काशी गया गंगा गोदावरी सबुआड़े जाइए सबुआड़े जाइए पादरे चली चलिकी अच्युत परपंथी कौ किए चली चली गोटे जगह को जाऊँ गोटे अच्युतानंद से शून्य जोग बल शून्य बांफी उठीगले ऊपर को प्रताप रुद्रदेव निक्षेप करते नहीं ये आमर 1500 मसीहा कथा से कहले कहले एम गोटे टोकालिया बाबाजी आसी कौन सब कथा कहूँ फल दियो से बांफी भितर देखा केमती कौन कर से बांफी भितर बसिले से आर तत्राण चौतीसा बोलिले सा भितर महाप्रसाद आसला से आनंद खाई शून्य शून्य बांफी भितर देखिया गोटे अच्युतानंद परपंथी किए गोटे उठी जाऊ ऊपर को शून्य उठीज से तो समस्त आगे परीक्षा देते ना संपूर्ण नीलाचल क्षेत्र राजा प्रताप रुद्रदेव सैन्य सामंत पारिषद समस्त आगे से परीक्षा देते आमे दे पारिबा कि जदि दे पारिबा सेमिति गोटे ऑर्गेनाइजेशन हो सेमती गोटे डकंतु कि आमे भी पैसा खर्च करूँ से माने आसीबे परीक्षा देबे सेमिति न करिकी निज आसन रु पुटे उठेकी देखांतु न सेइबा कहूची बा निजे उठिकी देखांतु नचदे तमर कौन अच्छी सब
ଯନ୍ତ୍ର ମନ୍ତ୍ର ତମେ ସବୁ ଜାଣିଛ ତାକୁ ସବୁ ହିସାବ କର କଣ ତମେ ସବୁ ଜାଣିଛ କେତେ ବିଦ୍ୟା ବହି ପଢିଛ ତାକୁ ହିସାବ କରିକି ଦେଖାଅ ଆମକୁ। ଆଉ ଗୋଟିଏ କଥା ଶିଶୁ ଅନନ୍ତ ମହାପୁରୁଷଙ୍କ ବିଷୟରେ ଗୋଟେ କଥା ମୁଁ କହୁଛି। ମହାପୁରୁଷ ଶିଶୁ ଅନନ୍ତ ଜାଣିଥିଲେ ଗୋଟେ ଗାରେଡି ପାଞ୍ଚଣ ବିଦ୍ୟା। ତମେ ଦେଖିବ ଆମର ବାଲିପାଟଣା ଏରିଆ ଭିତରେ ଗୋଟେ ଜାଗା ଅଛି ତା ନା ଗାରେଡି ପାଞ୍ଚଣ ଗାରେଡି ପାଞ୍ଚଣ। ପତର ସରୁଣୀ ନିତେଇ ଧୋବଣୀ ତତ୍କାଳୀନ ସମୟରେ ଯୋଉମାନେ ସାବରୀ ବିଦ୍ୟାରେ ପାରଙ୍ଗମ ଥିଲେ କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରି ଯୋଉମାନେ ବର ଡାଳ ଉପରେ ଉଡି ଉଡିକିରି ଆସିଥିଲେ କାଉଁରୀ ଦେଶରୁ ପୁରୀ ବିଶ୍ୱେଶ୍ୱରୀ ଠାକୁରାଣୀଙ୍କ ପାଖରେ ନିତେଇ ଧୋବଣୀଙ୍କର ଖଲ ଅଛି। ଆମର ଭୁଆଶୁଣୀ ପାଖେ ମଧ୍ୟ ସେ କେତେ ଦିନ ବିଡାନାସୀ ଭୁଆଶୁଣୀ ପାଖେ ରହିଥିଲେ। ଶିଶୁ ଅନନ୍ତ ସେଇ ଯୋଉ ମାନେ ଗାରେଡି ପାଞ୍ଚଣ ଉପରେ ବସିକିରି ସବୁ ଡାଳ ଉପରେ ବସି ଶୂନ୍ୟ ଶୂନ୍ୟ ଉଡୁଥିଲେ। ଗୋଟେ ଦେଖେଇଲ କିଏ? ତ ଆମେ କୋଉଠି ଦେଖିବାକୁ ପାଇନୁ। ହବନି। ଏମିତି କଣ ଅଛନ୍ତି ଗୁପ୍ତରେ? କାହିଁ ଗୁପ୍ତରେ ଅଛନ୍ତି, ଯୋଉମାନେ ଅଛନ୍ତି ସେମାନେ ସବୁ ଦେଖଉଥିଲେ। ଏବେ କଣ ଗୁପ୍ତରେ ଅଛନ୍ତି? ସବୁ ଅଛି। ଯିଏ ସାଧନା କରେ ତା ସାଧନାକୁ ସେ କୋଉଠି ଦେଖେଇ ହୁଏନି। 5ଟା ଜିନିଷ ସଂସାରରେ ଗୋପ୍ୟ, 9ଟା ଜିନିଷ ସଂସାରରେ ଗୋପ୍ୟ। କଣ? ଗୃହ ଛିଦ୍ର ଗୃହ ଛିଦ୍ର ମନ୍ତ୍ର ମୈଥୁନ ଭେଷଜ ଅପମାନ ତପୋଯଶ ନବଗୋପ୍ୟାନ ନିଜାତ୍ମକ। ତାର ଅର୍ଥଟା ବାବା କଣ? ଗୃହ ଛିଦ୍ରକୁ କାହା ଆଗରେ ଦେଖେଇବନି, ମନ୍ତ୍ର ସାଧନା ଦେଖେଇବନି, ମୈଥୁନ ସ୍ୱାମୀ ସ୍ତ୍ରୀର ସମ୍ପର୍କ ବର୍ତ୍ତମାନ ତ ସେଟା ହେଇଗଲାଣି ଗୋଟାଏ ବର୍ତ୍ତମାନ ଇଏ, ଭେଷଜ ଚିକିତ୍ସା, ଅପମାନ ତପ ସାଧନା, ଅପମାନ ତପ ଯଶ କୀର୍ତ୍ତି ଏଗୁଡା ସବୁ ଗୁପ୍ୟରେ ରଖିବ। ସେ ଆପେ ଯାଇ ଫୁଟିକିରି ବାହାରିବ। ତେଣୁକରି ଯିଏ ସାଧନା କରୁଛନ୍ତି ସେ ଚୁପଚାପ ରହୁଛନ୍ତି। ତମେ ଯିବ ବିଶ୍ୱକବି ରବି ଠାକୁରଙ୍କର ହଉଛି କଙ୍କାଳୀ ମଠ, ବଙ୍ଗ, ପଶ୍ଚିମବଙ୍ଗ। ଗଙ୍ଗାସାଗର ମେଳାରେ ପୁଷ୍ୟା ନକ୍ଷତ୍ରରେ ଗଙ୍ଗା ନଦୀରେ ଭାସୁ ଆସୁଥିବା କୁମାରୀ ଲଳନାର ଶବକୁ ସେ ଗୋଟେ ଖଟ ଉପରେ ଶୁଆନ୍ତି, ମସୁରୀ ଟାଙ୍ଗିକିରି ତା ଉପରେ ବସିକି ସାଧନା କରନ୍ତି। ଦ୍ୟାଟ୍ ଇଜ ଶବ ସାଧନା। ମଣିକର୍ଣ୍ଣିକା ଘାଟ, ଉଜ୍ଜୟିନୀ ସିଂହସ୍ଥ ମହାଶ୍ମଶାନ, ହରିଶ୍ଚନ୍ଦ୍ର ଘାଟ, ତାରାପୀଠ ମହାଶ୍ମଶାନ, ଶବପୀଠ ଆମର କାମାକ୍ଷା ଯୋନିପୀଠ, ଏଇ ଜାଗାରେ ସେ ସାଧନା ହୁଏ। ସେମାନେ ସବୁ ଗଙ୍ଗାସାଗର ମେଳାରେ ପାଣି ଉପରେ ଚାଲି ଚାଲିକି ଯାଆନ୍ତି ଭାରି, ନିଆଁରେ ଖେଳି ଖେଳିକିରି ପଳାନ୍ତି। ସାଧନା ଅଛି। ବାବା ଶେଷରେ ଖାଲି ଗୋଟିଏ କଥା ଆମ ଦର୍ଶକ ମାନେ କହିବେ, ମହାପୁରୁଷଙ୍କର ଚମତ୍କାର ଓ ଅଲୌକିକ କଥା ଗୋଟିଏ କୁହନ୍ତୁ। ଥରେ କଣ ହେଇଛି ଶିଶୁ ଅନନ୍ତଙ୍କ ବିଷୟରେ କହୁଛି। ମହାପୁରୁଷ ଶିଶୁ ଅନନ୍ତ ଥରେ ସାହାଡା ମୂଳରେ ବସିକି ସାହାଡା କାଠିରେ ଦାନ୍ତ ଘଷୁଛନ୍ତି। ନିମାପଡା ରାଜାଙ୍କର ସରହଦସ୍ତ ଯୋଉ ଚୌକିଦାର ଥିଲା ତା ବିଲରେ ବାଲିପାଟଣାସ୍ଥ ଗୋଟେ ସ୍ଥାନୀୟ ବ୍ୟକ୍ତି, ଗୋଟେ ମୁସଲମାନ ବ୍ୟକ୍ତି, ତା ନାଁ ହଉଛି ପୀର ଖାଁ, ତା ଗାଈଟି ପଶିକିରି ତା ବିଲଟିକୁ ଉଜାଡି ଦେଇଥିଲା। ଇଏ ଯାଇକିରି ମହାପୁରୁଷ ଆମର ଇଏ କେତେବେଳେ ଯାଇକି ଫେରାଦି ହେଲା ରାଜାଙ୍କ ଆଗରେ। ରାଜା ପୀର ଖାଁକୁ ଡକେଇଲେ, କହିଲେ ଆରେ ପୀର ଖାଁ କଣ ଏମିତି ହେଇଛି? ନା ଆଜ୍ଞା ମୁଁ ଜାଣିନାହିଁ, ଗାଈ ପଶି କଣ କରିଛି। ନା ହଉ ତୁ କାଲି ଆସିବୁ, ତୋର ଦଣ୍ଡ ତୋତେ ବିଚାର ଶୁଣା ହବ। ଇଏ ଡରିକିରି ମନ ଦୁଃଖରେ ଯାଉଛି। ଇଏ ତ ବିଚରା ମୂଲିଆ ମଜୁରିଆ ଲୋକ, ଆର ତ ନିଜର କିଛି ମାନେ ନାହିଁ, ମାନେ କି ତ ମାନେ ଭୁଲ କିଛି କରିନାହିଁ। ଯାଉଛି ବାଟରେ ମହାପୁରୁଷ ବସିଛନ୍ତି, ସାଲାମ ଲାଗିଦେଲେ, ରେ ପୀର ଖାଁ କଣ ହେଲା କି ରେ ପୀର? ନା ଆଜ୍ଞା ଏମିତି ଏମିତି ରାଜା ଦଣ୍ଡ ଦେଇଛନ୍ତି, ଏମିତି ଆଜି କଣ ଶୁଣେଇବି, ମୁଁ ତ ଗରିବ ଲୋକ, ଗାଈ ତ ଓଲେଇ ଗାଈ ତ ଉଜାଡିଛି ପୀର, ମୁଁ କଣ କରିବି? ନା ହଉ ତୁ ଯାହା କହିଦେବୁ, ତ ଆଖୁ ବିଲ କିଛି ହେଇନାହିଁ, ତାର ମିଛ କଥା ସେ କହୁଛି। ନା ଆଜ୍ଞା ଯଦି ମିଛ କଥା କହିବି ରାଜା ମୃତ୍ୟୁ ଦଣ୍ଡ ଦବ। ନା ତୁ ଯାହା କହିଦେବୁ।
ନହେଲେ ମୁଁ ଅଛି। ସେଇଠୁ ସେ ଯେତେବେଳେ ଯାଇ ରାଜାଙ୍କ ଆଗରେ କହିଲା, କହିଲା ରାଜା ଆଇରେ ତାର ବିଲ ଏମିତି ନା, ଆଜ୍ଞା ନାଇଁ ନାଇଁ ମୋ ଗାଈ କିଛି କରିନି। ରାଜା ସାଙ୍ଗେ ସାଙ୍ଗେ ତାକୁ ଧରିକି ପହଞ୍ଚିଲେ। ଦେଖିଲା ବେଳକୁ ଆଖୁ ବିଲ କିଛି ହେଇନାହିଁ। ଇଏ ମହାପୁରୁଷ ଗାରଡି ପାଞ୍ଚଣ ବିଦ୍ୟାରେ ସେ ସବୁ କରିଦେଇଛନ୍ତି। ରାଜା ସେଠୁ କଟୁଆଳକୁ ଯେତେବେଳେ ଦଣ୍ଡ ଦେବାକୁ ବାହାରିଲେ, ମହାପୁରୁଷ ସାଙ୍ଗେ ସାଙ୍ଗେ ସେ ଶାଳ ଡାଳରେ ଶୂନ୍ୟରେ ଆସି ପହଞ୍ଚିଗଲେ। କହିଲେ ରାଜା ଇଏ କଟୁଆଳ ବି ହଉଛି ନିଜ ନିର୍ଦ୍ଦୋଷ, ସେ ଗାଈ ଏମିତି କରିଥିଲା, ମୁଁ ସେ କ୍ଷେତକୁ ସଜାଡି ଦେଇଛି। ସେଇ ଦିନଠୁ ତା ନାଁ ଦେଇଦେଲେ ପୀର ଖାଁ ପାଟଣା। ଏବେ ଯାଅ ଦେଖିବ ସେ ଜାଗା ଅଛି। ଏଇଟା ଗୋଟେ ସ୍ଥାନୀୟ ଲୋକ କଥା। ମହାପୁରୁଷ ମାନେ ଅଲୌକିକ ନୀଳା କରୁଥିଲେ। ଅଲୌକିକ ଚମତ୍କାର ଅନେକ କରିଛନ୍ତି। ଆମେ ଦେଖିବା ମହାପୁରୁଷ ଯଶୋବନ୍ତ ଦାସ, ସେ ବି ଖଣ୍ଡିଆ କାନ୍ଥରେ ଚାଲି ଯାଇଛନ୍ତି। ଯାଇଥିଲେ ଆଖୁ ବିଲରେ ଯାଇକିରି ଆଖୁ କେସରେ ଫସେଇ ଦେଇଥିଲେ, ରାଜା ପୁରେଇ ଦେଇଥିଲେ। ଇଏ ଡାକିଲେ, ରାଜା ଯାଇ କହିଲେ ଆଜ୍ଞା ଆପଣ ବା ଯାହାକୁ ବାଞ୍ଚିଛନ୍ତି ସେ ବାହୁଛି ମୁଁ। ରାଜା ଖୋଲିଲା ବେଳକୁ ଯଶୋବନ୍ତ ଚତୁର୍ଭୁଜ ଛାଡ଼ିଦେଲେ। ସେମିତି ପ୍ରତ୍ୟେକ ପଞ୍ଚସଖା ଅଲୌକିକ। ସେମାନେ ତାଙ୍କ ସାଧନା ସେମାନେ ସ୍ୱୟଂ ସିଦ୍ଧ ଥିଲେ। ମାନେ ଯିଏ ନିଜେ ନିଜକୁ ସିଦ୍ଧ କରିଛି। ଆପେ ଆପଣଙ୍କୁ ଚିହ୍ନିଲେ ତୁଟିଯାଏ ବାସନା। ମଣିଷ ଯେତେବେଳେ ତାର ନିଜର ଅନ୍ତର୍ନିହିତ ଭାବ ପ୍ରବଣତାକୁ ଜାଣିଯାଏ, ତାକୁ ବିନାଶକାରୀ ଶକ୍ତିକୁ ଲୋପ କରେଇଦିଏ, ସେତେବେଳେ ତା ଭିତରୁ ସେ ଯୋଉ ବାସନା ତୁଟିଯାଏ। ବାବା ଆମେ ତ ସମୟ ହେଇଯାଉଛି, କିନ୍ତୁ ବାବା ଆପଣ କହିବେ ଯେ ମହାପୁରୁଷ ତ ଅନେକ ଅଲୌକିକ ଏବଂ ଚମତ୍କାର କରିଥିଲେ, କରିଛନ୍ତି, କିନ୍ତୁ ଏବେ ଆମେ ଯାହା ଦେଖୁଛେ ଅନେକ ଯେଉଁ ସାଧୁ ସନ୍ଥଙ୍କ ବିଷୟରେ ଆମ କଣ୍ଟ୍ରୋଭର୍ସି ଆସୁଛି, କିନ୍ତୁ ଯେଉଁମାନେ କହୁଛନ୍ତି ଆମେ ନିଜେ ନିଜେ କିଛି ଚମତ୍କାର କରିବୁ, ଅଲୌକିକ ଶକ୍ତି କିଛି ଅଛି, ସେଟା କିଛି ଶକ୍ତି ଅଛି ନା ମହାପୁରୁଷଙ୍କର ସେଇଭଳି ଶକ୍ତି କିଛି ସାଧନା ସେ ସିଦ୍ଧି ଲାଭ କଲେ ସେଇଭଳି ଶକ୍ତି ବି ମିଳିଯିବ? ମିଳିଯିବ। ଯୋଗେନ ଯତି ପ୍ରଭବେ ନରାଣାମ୍ ସତୀତ୍ୱ ବଳେ ବି କୁଳାଙ୍ଗନା। ଯୋଗ ବଳରେ ଯତି ସବୁ କିଛି କରିପାରେ, ସତୀତ୍ୱ ବଳରେ ନାରୀ ସେଇଆ ବି କରିପାରେ। ଦର୍ଶକ ବନ୍ଧୁ ଆମର ନିଶ୍ଚୟ ସେ ଏପିସୋଡଟି ଆମର ଦେଖିଥିବେ। ମୁଁ ଥରେ ମାଙ୍କ ସହିତ ଆଲୋଚନା କରୁଥିଲି, ସେ ବି ସେ କଥା କହୁଥିଲେ ତାର କେତେ ସାଧନା ଅଛି, ସେ ସିଦ୍ଧି ସାଧନା, ସେ ସିଦ୍ଧି ଯିଏ ସାଧନାର ପୁରା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ସେ କରିପାରିବ। କିନ୍ତୁ ଗୋଟିଏ କଥା ମହାପୁରୁଷ କହିଛନ୍ତି, ଇଏ ଯୁଗ ଶେଷ କାଳରେ ହେବ 84 ଜେବଣା। 84 ସିଦ୍ଧି ନୋହିବ ସର୍ବେ ହୋଇବେ ବଣା। 84 ଯୋଗେ ଭ୍ରମିବେ ଯୋଗୀ ମାର୍ଗକୁ ଛାଡ଼ି। ଇଏ ମହନ୍ତ ମାନେ ଯେ କୋଥଳି ଧରି ଯିବେ ବାହୁଡ଼ି। ମହନ୍ତ ମାନେ ଯେ ମଠକୁ ଛାଡ଼ି ଯିବେ ବନସ୍ତ। ଡାକି କହୁଅଛି ଅଚ୍ୟୁତ କଳି ଯୁଗର ଅନ୍ତ। କଳି ଯୁଗର ଶେଷାନ୍ତ ସମୟକୁ 84 ଯୋଗ ବଣା ହେଇଯିବ, କିଛି କାମ କରିବନି। ମନ୍ତ୍ର ଯନ୍ତ୍ର ତନ୍ତ୍ର ସବୁ ଅଚଳ ହୋଇବ, କେବଳ ସୁଦର୍ଶନ ଚକ୍ର କାଟି ଶୂନ୍ୟ ବୁଲୁଥିବ। ପିଣ୍ଡରେ ଯଦି ଦେଖିବା, ଏଇ ସହସ୍ରା ଘରେ ଯୋଉମାନେ ଧ୍ୟାନ ରଖିଥିବେ ସେଇମାନେ କେବଳ ସେଇ ଯୋଗୀ ମୁକ୍ତି ପାଇବେ। ଆଉ ଯେତେ ମନ୍ତ୍ର ଯନ୍ତ୍ର ତନ୍ତ୍ର ଅଲୌକିକ ସାଧନା ଏଇ ସବୁ ବୁଡିଯିବ। ସେ କହିଲେ ବା ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନା ନାମ ଗତିରେ ମତି ଶରଣ ସଦର ବଲା ଭଣେ ଦିନ ଅଚ୍ୟୁତି। ହେଲେ ଯେତେ ମନ୍ତ୍ର, ଗୀତା ଭାଗବତ ପୁରାଣ 4 ବେଦ ପୁଛିଲି, ତୋ ବିନୁ ମତେ ଗତି ନାହିଁ ବ୍ରତ ତୀର୍ଥ ଲୋଡ଼ିଲି।